ବୃଦ୍ଧି ହେବାର ଲାଗିଛି। ଖୁଚୁରା ଦର ପ୍ରାୟ 10 ଟଙ୍କା ଉପରେ ବିକ୍ରି ହେଉଛି, କ'ଣ କାରଣ, ଏହାର ନିରାକରଣ କେବେ ସୁଦ୍ଧା ହେବ? ଦେଖନ୍ତୁ, ଅଣ୍ଡା ଦର ବିଭିନ୍ନ କାରଣ ନେଇକରି ବଢ଼ିଥାଏ। ବର୍ତ୍ତମାନ ଯଦି ପରିପ୍ରେକ୍ଷୀରେ ଦେଖିବା, ବର୍ତ୍ତମାନ ଯେଉଁମାନେ ପ୍ରଡ୍ୟୁସର ମାନେ ପାଖାପାଖି 7 ଟଙ୍କା 15-20 ପଇସାରେ ସେମାନେ ଯେଉଁଠୁ ପ୍ରଡକ୍ସନ୍ ହେଉଛି ସେଇଠୁ ଆଣୁଛନ୍ତି ଏବଂ ଖୁଚୁରା ବ୍ୟବସାୟୀ ମାନେ ପାଖାପାଖି 9 ଟଙ୍କାରେ ବିକ୍ରି ହେବାର ମଧ୍ୟ ନଜରି ଆସିଛି। ଆହାର ଅନେକ କାରଣ ରହୁଛି ଯେ ବର୍ତ୍ତମାନ ଆମର ଏକ୍ସପୋର୍ଟ ବର୍ତ୍ତମାନ ୱାର୍ଲଡ ୱାଇଜ୍ ବୃଦ୍ଧି ପାଇଛି ଏବଂ ଯଦି ଦେଖିବେ ଏସିଆନ୍ ଏବଂ ଆଫ୍ରିକାନ୍ କଣ୍ଟ୍ରି ଗୁଡ଼ାକରେ ଆମର ଅଣ୍ଡାର ବହୁତ ଚାହିଦା ଅଛି, ଯାହାଫଳରେ କି ଆମର ଏଇ ଅଣ୍ଡା ବାହାରକୁ ଏକ୍ସପୋର୍ଟ ମଧ୍ୟ ହେଇଯାଉଛି। ତାପରେ ଆଉ ଗୋଟେ କାରଣ ଦେଖିବା, ଏଇ ବର୍ଷ ବହୁତ ଯେଉଁଟା ଗରମ ହେଲା ସମରରେ ବହୁତ ମୋର୍ଟାଲିଟି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ଯାହାଫଳରେ କି ମୋର୍ଟାଲିଟି ସଂଖ୍ୟା ଯେତେବେଳେ ବୃଦ୍ଧି ପାଇଛି ସେଠି ଅଣ୍ଡାର ପ୍ରଡକ୍ସନ୍ କୋଉଠି ନା କୋଉଠି କମିଛି। ଆଜି ଆମେ ଯଦି ଦେଖିବା ପାଖାପାଖି ଆମେ ଦୈନିକ 1,26-27 ଲକ୍ଷ ଅଣ୍ଡା ଉତ୍ପାଦନ କରୁଛୁ ଏବଂ ଯଦି ଦେଖିବା ବାର୍ଷିକ ପାଖାପାଖି 460 କୋଟି ଅଣ୍ଡା ଆମେ ଉତ୍ପାଦନ କରୁଛେ, ଯେଉଁଟାକି ଆମର ରିକ୍ୱାରମେଣ୍ଟ ରହିଛି ପାଖାପାଖି 800-900 କୋଟି ଅଣ୍ଡାର ଆମର ଓଡ଼ିଶାରେ ହିଁ ରିକ୍ୱାରମେଣ୍ଟ ରହିଛି। ତେଣୁ ଆକୁ ନଜର ରଖି ଆମ ସରକାର ବର୍ତ୍ତମାନ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି, ଯେଉଁ ଯୋଜନା କି ଯେଉଁ ପୋଲ୍ଟ୍ରି ଫାର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡିର ବ୍ୟବସ୍ଥା ରହିଛି ଏବଂ ଯେଉଁଟା 500ରୁ ଆରମ୍ଭ କରି 5,000 ଯେଉଁ କୁକୁଡ଼ା ପାଳନ କରିବା ପାଇଁ ସେଥିରେ ମଧ୍ୟ 50% ପର୍ଯ୍ୟନ୍ତ ଆମେ ସବସିଡିର ବ୍ୟବସ୍ଥା କରୁଛୁ ଏବଂ ଏହି ଚାହିଦାକୁ ମେଣ୍ଟାଇବା ପାଇଁ ବର୍ତ୍ତମାନ ଆମେ ଅଣ୍ଡାକୁ ମେକାନାଇଜ୍ କରିବା ପାଇଁ ମଧ୍ୟ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର ଆମେ ଏଇଟା ମେକାନାଇଜ୍ କରିବାକୁ ଯାଉଛୁ, ଯାହାଫଳରେ ବଡ଼ ବଡ଼ ଯେଉଁମାନେ ଏଣ୍ଟରପ୍ରେନର ମାନେ ଆସିବେ ପାଖାପାଖି ସେମାନଙ୍କୁ ଆମେ ରଖିଛୁ, ଯେଉଁଟାକି ଏବେ ରହିଛି ସିଲିଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଆମେ ସବସିଡି ଦେଉଛୁ, ସେଇଟା ପାଖାପାଖି 10 କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡିର ବ୍ୟବସ୍ଥା ରହିବ, ଯାହାଫଳରେ କି ଅଣ୍ଡାର ଚାହିଦା ଯଥାଶୀଘ୍ର ଆମେ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ। ନିଶ୍ଚିତ ଭାବରେ ବର୍ତ୍ତମାନ ଆମେ ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବୁ, ଏହି କଥା ମଧ୍ୟ ଆମେ କହିଛୁ ଏବଂ କରିକିରି ମଧ୍ୟ ଦେଖେଇବୁ। ଏବେ ଯଦି ଆପଣମାନେ ଦେଖନ୍ତୁ ହାରାହାରି ଆଗ ଅପେକ୍ଷା ଅଣ୍ଡା ଉତ୍ପାଦନ ବହୁତ ବୃଦ୍ଧି ପାଇଛି ଏବଂ ହଠାତ୍ ଦର ବଢ଼ିବାର ଆହୁରି ବି କାରଣ ରହିଛି। ବିଭିନ୍ନ ସ୍କୁଲ ବର୍ତ୍ତମାନ ଯେତେବେଳେ ଖୋଲି ଯାଇଛି ସ୍କୁଲ ଗୁଡ଼ାକରେ ରିକ୍ୱାରମେଣ୍ଟ ମଧ୍ୟ ଅଧିକ ବୃଦ୍ଧି ପାଇଛି। ଏଇ ଯେଉଁ ଅଙ୍ଗନବାଡ଼ି ସ୍କୁଲ ଏଗୁଡ଼ାକରେ ଅଣ୍ଡାର ଚାହିଦା ଯେଉଁ ଆମର ସରକାରଙ୍କ ତରଫରୁ ଯେଉଁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି, ତେଣୁ ମୋଟାମୋଟି କହିବାକୁ ଗଲେ ନିଶ୍ଚିତ ଭାବରେ ଆମେ ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବୁ, ଏହି ଦିଗରେ ଆଜି ଆମ ସରକାର କାମ କରୁଛନ୍ତି, ବିଭାଗ କାମ କରୁଛି ଏବଂ ମୁଁ ଆପଣଙ୍କ ଜରିଆରେ ବିଭିନ୍ନ ଯୁବବର୍ଗକୁ ମଧ୍ୟ ଆହ୍ୱାନ କରିବି ଯେ ଏଥିରେ ଅନେକ ପ୍ରକାର ସୁଯୋଗ ଆମର ରହିଛି ପୋଲ୍ଟ୍ରି ଡେଭଲପମେଣ୍ଟ କରିବା ପାଇଁ। ତାକୁ ଆପଣମାନେ ଆହୁରି ଗାଁ ଗହଳରେ ପହଞ୍ଚାଇବା ଏବେ ଅଧିକରୁ ଅଧିକ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ ଆମେ କରିବାକୁ ଯାଉଛୁ, ଯାହାଫଳରେ କି ଯୁବକମାନେ ଆତ୍ମନିର୍ଭର ହୋଇପାରିବେ, ଉତ୍ପାଦନ ମଧ୍ୟ ବୃଦ୍ଧି ହେବ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଆମେ ଅଗ୍ରସର ହେବା, ଗ୍ରାମୀଣ ଅର୍ଥନୀତି ବୃଦ୍ଧି ପାଇବ। ବର୍ତ୍ତମାନ ଯେଉଁ ରେଟ୍ ବଢ଼ୁଛି ତାକୁ କେମିତି ଦରକୁ ରୋକାଯାଇପାରିବ, ସେମିତି କିଛି ଖୁଚୁରା ସ୍ତରରେ? ଦେଖନ୍ତୁ, ବର୍ତ୍ତମାନ ଯେଉଁ ରହିଛି ବିଭିନ୍ନ ସ୍ତରରେ ଧୀରେ ଧୀରେ ତାହା କମିବ, ଉତ୍ପାଦନ ମଧ୍ୟ ଧୀରେ ଧୀରେ ବୃଦ୍ଧି ହେବ। ବର୍ତ୍ତମାନ ଯେଉଁ କଥା ମୁଁ କହିଲି ମୋର୍ଟାଲିଟି ଯେଉଁଟା ଅଧିକା ଥିଲା ପୁଣି ସେଟାକୁ ଆମେ ଫିଲ୍ଅପ୍ କରିବା ପାଇଁ ବିଭିନ୍ନ ଫାର୍ମମାନ କରାଯାଉଛି ଏବଂ ଫାର୍ମମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ଚାଲିଛି ଯେ ସେମାନେ କେମିତି ତାଙ୍କର ଯେଉଁ ଅଧିକ ଉତ୍ପାଦନ ବୃଦ୍ଧି ପାଇବ ସେହି ଦିଗରେ ମଧ୍ୟ ସରକାର ବର୍ତ୍ତମାନ ଚେଷ୍ଟା କରୁଛନ୍ତି। ବିଜେପି ମୁହାଁରେ ଏବଂ ସେହି କ୍ରମରେ ଦେଖିବା ତାହେଲେ ବିଜେପିର ଟାଣ ନେତା ଯିଏ ବିକ୍ରମ ଆରୁଖ ସିଏ ମଧ୍ୟ ବିଜେପି ମୁହାଁ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ଭିତରେ ତାଙ୍କୁ ଆମେ ଦେଖୁଛୁ ଅନୁପସ୍ଥିତ ହେଉଛନ୍ତି ତାଙ୍କ କାର୍ଯ୍ୟକ୍ରମରେ। ଦେଖନ୍ତୁ, ଦୀର୍ଘ ଦିନର ଯେଉଁ ଗୋଟେ ସରକାର ଥିଲା ସେଥିରେ ଜନ ଅସନ୍ତୋଷ ଥିଲା ଏବଂ ନେତାମାନେ ମଧ୍ୟ ଅସନ୍ତୁଷ୍ଟ ରହିଥିଲେ, କିନ୍ତୁ ତାହା କେଉଁଠି ନା କେଉଁଠି ସେମାନେ ପ୍ରକଟ କରିପାରୁଥିଲେ, କେଉଁଠି ନା କେଉଁଠି କାହା ଭୟରେ ସେମାନେ ଚୁପ୍ ରହୁଥିଲେ। କିନ୍ତୁ ଏବେ ଭାରତୀୟ ଜନତା ପାର୍ଟି ଆସିଲା ପରେ, ସରକାରକୁ ଆସିଲା ପରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ନୀତି ଆଦର୍ଶ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଶୈଳୀ ଏବଂ ଦଳର ସାଂଗଠନିକ ଯିଏକି ଆମର ମନମୋହନ ସାମଲ ଆମର ଇଏ ଅଛନ୍ତି ସଭାପତି ଅଛନ୍ତି,
ସେଥିରେ ଆକୃଷ୍ଟ ହେଉଛନ୍ତି ଯେ ବିକଶିତ जो भारत विकसित ओडिशार जो लक्ष्य करा जायछि आज आपण मान देखुचंती प्रिय प्रधानमंत्री सबुबेले ओडिशा को ही प्राधान्य दे आसुचंती एवं पूर्व भारतर जो ग्रोथ इंजिन ओडिशा हबो एई कथा मध्य केवल कथार नुह कार्यकारी करा जाउछि आपण मान देखिले तळ दिन रे महामहिम उपराष्ट्रपति मध्य एठी आसीथिले जोटा कि नेशनल लॉन्चिंग कले जोटा डीप एंड हाई सी फिश कैचिंग करबा पाई एटा बहुत बड़ कथा एलो मध्य से प्रदान करागला तेणु सबु क्षेत्र में भित्तिभूमि ठू आरंभ करी आपण शिक्षा स्वास्थ्य गमनागमन प्रत्येक क्षेत्र में आज भारतीय जनता पार्टी काम करुँच आपण मैंने देखिले काली बड़ निष्पत्ति गोटे आमर हेल्थ सेक्टर आमर माननीय मंत्री जे हेल्थ मिनिस्टर मध्य मुकेश महालिंग कही जो क्रिटिकल डिजीज कैंसर भली ट्रीटमेंट मध्य आमर आयुष्मान कार्ड रे हब तेणु अनेक कथा रही जे केवल आकृष्ट एथिपाई बीजेडी दल होना बीजेडी बीजेपी जो कांग्रेस प्रत्येक दल आज साधारण लोक आकृष्ट होती भारतीय जनता पार्टी सामिल होगापाई सर पौर निर्वाचन भी आगक आसुच्ची गोटे लगातार प्रक्रिया आम देखु बहुत पौर परिषद चेयरमैन कहतु कॉर्पोरेटर समस्त बर्तमान दल बुझुं तो गोटे गोटे निर्वाचन प्रस्तुति गोटे गोटे दल संगठित होती तो फलाफल को नहीं दल आगे एथर 24 पूर्वतर अपेक्षा रिजल्ट कौन परिवर्तन हो एक्सपेक्ट कर नहीं देखु ओडिशावासी आमको आशीर्वाद करछंती गत जो इलेक्शन रे 2024 रे ओडिशावासी आशीर्वाद करछंती आशीर्वाद फल भारतीय जनता पार्टी एठी सरकार करछि एवं आमे चेष्टा करूछु से काम करिकरी सेमानकर आशीर्वाद केमती आमे फलप्रद करबा एवं ओडिशार सर्वांगीन विकास करबा पाई आज समस्त मुख्यमंत्री एवं समस्त मंत्रिमंडल मध्य आज काम करुचंती तेणु ए विकास धारा जी सामिल हेबो तापे भारतीय जनता पार्टी खोला अछि विकास धारा सामिल हेबो दलर नीति आदर्श रे जे रही परिवो अनुप्राणित होई परिवो सी ही भारतीय जनता पार्टी रे तिष्टिकरी रही परिवो तेणु प्रधानमंत्री जो लक्ष्य विकसित भारत विकसित ओडिशा केमती हम से दिगरे आज आम काम करुचु तेणु जो विकसित ओडिशा गठन करिवारे जो माने चाहिए आसीपारे क्या मना नहीं सबुबले भारतीय जनता पार्टी द्वारा खोला होकर रही देखु गणतंत्र सबुबले विरोध थाए विरोधी रे तो निश्चित भाव में विरोधी माने विरोध करेंगे आम तो सबुबले प्रस्तुत अच्छे भारतीय जनता पार्टी सबु प्रकार कार्य के जिते आम विरोधी रे काम करूँ विरोध आम करूँ एवं भारतीय जनता पार्टी एवं जेहेतु लोकों सहित रही लोकों काम करुच्ची निश्चित भाव में आर फलाफल पॉजिटिव हम फलाफल निश्चित आपण मैंने आगामी दिन देखिए आगरू तो आम आशा करवा उचित नुह किंतु आम आशावादी जे आमे भारतीय जनता पार्टी निश्चित भाव में ओडिशा रे पौर निर्वाचन कथा कहतु पंचायत निर्वाचन में निश्चित भाव में भल फलाफल कर नहीं सेटा मु कहि परिबिनी सेटा आपण सभापति को पचारिबे से कहि परिबे कहीं सभापति होचंदे हमर सर्वोच्च नेता दलर सांगठनिक दायित्व सभापति बुझंते तने सभापति से विषय रे जानिथिबे कहि परिबे यदि आसीबे तबे गंजाम रे बीजेपी सुदृढ़ हो बोले कहि परिबे नहीं निश्चित भाव देखु जड़े भी कार्यकर्ता भी जब भारतीय जनता पार्टी मिसब से दल सुदृढ़ हो संगठन वृद्धि पाँच जदि जड़े नेता आसवे संगठन निश्चित भाव में वृद्धि पाइबे तांकर तो समर्थक बहुत अच्छा जो माने नेतृत्व नियंती समर्थक था तेणु समर्थक सहित जदि आसती निश्चित भाव में से गंजाम आहरी भारतीय जनता पार्टी सुदृढ़ हम गत निर्वाचन रे तो देखी गंजामवासी केमती कोभली भाव में नरेंद्र मोदी को प्रति आस्था रखिक जो भली भाव में आशीर्वाद कर 13 आम 11 से गंजाम जिले विजय करूँ तेणु आम तो आशावादी रही आगामी दिन में 13 भारतीय जनता पार्टी केमती आसब एवं समस्त सरपंच समिसभ्य एवं पौरांचल पंचायत एवं पौरांचल केमती आसब से दिगरे आज दल सांगठनिक काम करुँच समस्त नेतृवर्ग एवं सांगठन समस्त व्यक्तित्व से दिगरे काम करुँच अत्यधिक आशा जदि रही नेता मानकर दल भितर गोटे अंतरतंत्र जहाँ बीजेडी खाली मिश्रण पर्व यदि आमे निजर चाहिदा पूरण करि पारने ताले विदेश को पठेला देखो यहाँ संपूर्ण नियंत्रण होची प्राइवेट सेक्टर आपण उत्पादन करिवे आपण कोठी बिक्री करिवे सेटा आपण उपरे निर्भर करुची सरकार हाथ में से कौन नियंत्रण नाही जेहेतु एटा ओपन मार्केट अच्छी आपण जोठी जो माने प्रोड्यूसर अछंती जोठी 2 पैसा अधिका पाउचंती से जगह को
ରପ୍ତାନି ସେମାନେ କରୁଛନ୍ତି, ଏକ୍ସପୋର୍ଟ କରୁଛନ୍ତି। କିନ୍ତୁ ସରକାରଙ୍କର ଲକ୍ଷ୍ୟ ହେଉଛି ଆମେ ଉତ୍ପାଦନ ବୃଦ୍ଧି କରିଦେବା। ଯେମିତି ମୁଁ କହୁଥିଲି ଏବେ ଦୈନିକ 1,26-27 ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ଆମର ଟାର୍ଗେଟ୍ ଅଛି ଆକୁ 2 କୋଟି ଅଣ୍ଡା ଉତ୍ପାଦନ ପ୍ରତିଦିନ ଆମେ କରିବା। ଯଦି ଉତ୍ପାଦନ ବୃଦ୍ଧି ପାଇଯିବ ଅଟୋମେଟିକ୍ ଧୀରେ ଧୀରେ ସିଏ ଦରଦାମ ମଧ୍ୟ ଯେଉଁ ରହିଛି ମାର୍କେଟ ପ୍ରାଇସ୍ ମଧ୍ୟ ଡାଉନ୍ ହେବ। ସାର୍ ଆଉ ଗୋଟେ ଭେଟନାରୀ ବିଶ୍ୱବିଦ୍ୟାଳୟ ପାଇଁ ଚିନ୍ତା କରାଯାଉଛି କି? ନାଇଁ ଦେଖନ୍ତୁ, ଭେଟନାରୀ କଲେଜ ଖୋଲିବା ପାଇଁ ବର୍ତ୍ତମାନ ତ ମଧ୍ୟ ଆମର କ୍ୟାବିନେଟ୍ରେ ଆପ୍ରୁଭାଲ୍ ହେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଚିପିଲିମାଠାରେ ଭେଟନାରୀ କଲେଜ କରିବା ପାଇଁ ଅଲରେଡ଼ି ସେଠି ପରମିଶନ୍ ଦେଇସାରିଛନ୍ତି ଏବଂ ମତ୍ସ୍ୟ କଲେଜ ମଧ୍ୟ ଖୋଲିବା ପାଇଁ ମତ୍ସ୍ୟ ମହାବିଦ୍ୟାଳୟ ଯେଉଁଟାକି ଆପଣଙ୍କର ସୋନପୁର ସେଠି ମଧ୍ୟ ଦିଆଯାଇଛି। ଏଗ୍ରିକଲଚର ପାଇଁ ମଧ୍ୟ ଆପଣଙ୍କର ବଲାଙ୍ଗୀର ସେଠାରେ ମଧ୍ୟ ଦିଆଯାଇଛି ଏବଂ ଭିତ୍ତିଭୂମି ସହିତ ଯେଉଁ କଲେଜ ବା ଏଜୁକେସନର ଡେଭଲପମେଣ୍ଟ କରିବା ପାଇଁ ମଧ୍ୟ ଆମେ ସରକାର ଚିନ୍ତା କରୁଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଇନଫ୍ରାଷ୍ଟ୍ରକ୍ଚରଠୁ ଆରମ୍ଭ କରି ମେନ୍ ପାୱାର କେମିତି ବୃଦ୍ଧି ପାଇବ ସେହି ଦିଗରେ ମଧ୍ୟ ଆଜି ଆମେ ବିଭିନ୍ନ ଆପଏଣ୍ଟମେଣ୍ଟ ମଧ୍ୟ ଏବେ ସରକାରୀ ସ୍ତରରେ ଆପଣ ଦେଖୁଥିବେ VS ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି, LI ମାନଙ୍କୁ ନିଯୁକ୍ତି ଦିଆଯାଉଛି, ଯାହାଫଳରେ କି ତଳ ସ୍ତରରେ କାମ କରିବାକୁ ସୁବିଧା ହେବ। ଯେଉଁମାନେ ଫାର୍ମର ଅଛନ୍ତି ସେମାନଙ୍କୁ ଆମେ କେମିତି ସମସ୍ତ ପ୍ରକାର ଯେଉଁ ଡିଜିଜ୍ ରହୁଛି ତାକୁ କେମିତି ଆମେ ନିୟନ୍ତ୍ରଣ କରିବା ସେହି ଦିଗରେ ମଧ୍ୟ ବିଭିନ୍ନ ଭ୍ୟାକ୍ସିନ୍ ମେଡ଼ିସିନ୍ ଏବଂ ତା'ର ଯାହା ଆବଶ୍ୟକ ଉପକରଣ ସେ ତାକୁ ମଧ୍ୟ ଆଜି ଆମେ ଚାଷୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ସରକାର କରୁଛନ୍ତି। କଲେଜ ଚାଲିଛି, ତାର ଭିତ୍ତିଭୂମି ପଡ଼ିଥାଏ, ତାର ଜମି ଫମି ସବୁ ସେଗୁଡ଼ାକ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଯଥାଶୀଘ୍ର ତାହା କାର୍ଯ୍ୟକାରୀ ହେଇଯିବ। ବର୍ତ୍ତମାନ ସମୟରେ ଯୋଉ ସଂରକ୍ଷଣ ଲିଷ୍ଟ ବାହାରିଛି ସେଥିରେ OBC ମାନଙ୍କ ପାଇଁ ସ୍ଥାନ ନାହିଁ, କାହିଁ ଏମିତି ଅସଙ୍ଗତି? ନାଇଁ ଦେଖନ୍ତୁ, ଆମ ସରକାର ସବୁବେଳେ ସବୁ ବର୍ଗ ପାଇଁ ରହିଛନ୍ତି। ଆଜି ଆପଣମାନେ ଦେଖିବେ ଯଦି ଶିକ୍ଷା କ୍ଷେତ୍ରରେ ଆଜି OBC ପାଇଁ ଯଦି କିଏ ରିଜର୍ଭ କରିଥିବ ସିଏ ହେଉଛି ଭାରତୀୟ ଜନତା ପାର୍ଟି ସରକାର କରିଛି। ତେଣୁ ନିଶ୍ଚିତ ଭାବରେ ଯାହା ଗାଇଡ଼ଲାଇନ୍ ଆସିବ ଯେଉଁଭଳି ଭାବରେ କାମ କରିବା କଥା ନିର୍ବାଚନ କମିଶନ ସେଠି ସର୍ବୋପରି ରହିଛନ୍ତି ନିର୍ବାଚନ ପରିଚାଳନା କରିବା ପାଇଁ। ତେଣୁ ତାଙ୍କର ନିର୍ଦ୍ଦେଶ ଅନୁସାରେ ଆଜି ସରକାର ସେ ଯେ ନିର୍ବାଚନ ଆଗକୁ ହେବ ଯାହା ହେବ ମାନେ ଭଲ ହେବ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରେ ନିଶ୍ଚିତ ଭାବରେ ପଜିଟିଭ୍ ରେଜଲ୍ଟ ଆସିବ।